ପିଲାମାନେ ଜନ୍ମ ହେବା ମାତ୍ରେ କାହିଁକି କାନ୍ଦିଥାନ୍ତି ଆଉ ଯଦି କାନ୍ଦି ନଥାନ୍ତି ଡକ୍ଟରମାନେ ଆସି ସେମାନଙ୍କୁ ବାଡ଼େଇକି କାହିଁକି କନ୍ଦେଇଥାନ୍ତି? ଏହା କେତେ ଜରୁରୀ? ଏହା ପଛରେ ଧାର୍ମିକ ତଥା ପୌରାଣିକ କାରଣ କିଛି ରହିଛି କି ନା ବୈଜ୍ଞାନିକ କାରଣ କିଛି ଅଛି? ଚାଲନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ ଭିଡିଓରୁ ପିଲାମାନେ ଜନ୍ମ ହେବା ମାତ୍ରେ କାହିଁକି କାନ୍ଦିଥାନ୍ତି। ସାଧାରଣ ଭାବେ ଗୋଟେ ପିଲା ଜନ୍ମ ହେବା ପରେ କାନ୍ଦିବା ଆରମ୍ଭ କରିଦିଏ। ଯେଉଁ କିଛି ପିଲା ଜନ୍ମ ହେବା ପରେ କାନ୍ଦି ନଥାନ୍ତି ସେମାନଙ୍କୁ ସେଠାରେ ଥିବା ଡାକ୍ତର ଆସି ବାଡ଼େଇଥାନ୍ତି, ସେମାନଙ୍କୁ କନ୍ଦେଇବା ପାଇଁ ଚେଷ୍ଟା କରିଥାନ୍ତି। ଏହା ସମସ୍ତଙ୍କୁ ଏକ ସାଧାରଣ କଥା ଭଳି ଲାଗିଥାଏ ସତ, କିନ୍ତୁ ଏହା ପଛରେ ଏକ କାରଣ ଅଛି। ଜନ୍ମ ହେବା ପରେ ପିଲା କାନ୍ଦିବାକୁ ନେଇ ପୌରାଣିକ କଥା ରହିଥିବା ବେଳେ ଏହାକୁ ନେଇ ବୈଜ୍ଞାନିକ ମତ ମଧ୍ୟ ଅଛି। ଆସନ୍ତୁ ଜାଣିବା ଏହା ସମ୍ପର୍କରେ। ଜନ୍ମ ହେବା ପରେ ପିଲାର କାନ୍ଦିବା ଏହି କଥାର ସଂକେତ ହୋଇଥାଏ ଯେ ପ୍ରଜନନ ପ୍ରକ୍ରିୟା ଠିକ୍ ଭାବରେ ହୋଇଛି ନା ନାହିଁ। ପିଲା ଯେମିତି ହିଁ କାନ୍ଦେ ତେବେ ଏହାର ଫୁସ୍ଫୁସ୍ ନିଶ୍ୱାସ ନେବା ପାଇଁ ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଯାଇଥାଏ। କାହିଁକି ନା ଯେତେବେଳେ ପିଲା ମାର ଗର୍ଭରେ ବଢ଼ିଥାଏ ତେବେ ତାହାର ଫୁସ୍ଫୁସ୍ରେ ପବନ ବଦଳରେ ଏମ୍ନିଓଟିକ୍ ଦ୍ରବ୍ୟ ଭରା ହୋଇଥାଏ। ଏହା କାରଣ ଏହିକି ଗର୍ଭରେ ସେ ଏମ୍ନିଓଟିକ୍ ସ୍ୟାକ୍ ନାମକ ଗୋଟେ ଥଳିରେ ରହିଥାଏ। ଏହି ଥଳି ଏମ୍ନିଓଟିକ୍ ଦ୍ରବ୍ୟ ଦ୍ୱାରା ଭରି ରହିଥାଏ। ପିଲା ଶରୀରକୁ ସବୁ ପୋଷଣ ମାର ଗର୍ଭାଶୟ ମାଧ୍ୟମରୁ ହିଁ ମିଳିଥାଏ। ଯେବେ ଏହି ପିଲା ବାହାରକୁ ଆସିଯାଏ ତେବେ ଏହି ଗର୍ଭନଳୀକୁ କାଟି ଦିଆଯାଏ। ପିଲା ଯେମିତି ହିଁ ମାର ଗର୍ଭରୁ ବାହାରକୁ ଆସିଯାଏ ତେବେ ଡକ୍ଟର ବା ନର୍ସ ତାକୁ ଓଲଟାଇ ତାର ଫୁସ୍ଫୁସ୍ରେ ଏହି ଏମ୍ନିଓଟିକ୍ ଦ୍ରବ୍ୟକୁ ବାହାର କରିଥାନ୍ତି। ସେହି ଦ୍ରବ୍ୟ ବାହାର କରିବା ପରେ ପିଲାର ଫୁସ୍ଫୁସ୍ ନିଶ୍ୱାସ ନେବା ପାଇଁ ପ୍ରସ୍ତୁତ ହୋଇଯାଏ। ଫୁସ୍ଫୁସ୍ର ଭଲ ଭାବେ ଏହି ଦ୍ରବ୍ୟ ବାହାର କରିବା ପାଇଁ ପିଲାର ଜୋରରେ ନିଶ୍ୱାସ ନେବା ଜରୁରୀ ହୋଇଥାଏ। ଏଥିପାଇଁ ପିଲାକୁ କନ୍ଦେଇବାକୁ ପଡ଼ିଥାଏ। କାନ୍ଦିବା କାରଣରୁ ସେ ଜୋରରେ ନିଶ୍ୱାସ ନେବା ପାଇଁ ବାଧ୍ୟ ହୋଇଯାଏ। ଏହି ପ୍ରକ୍ରିୟା ଫୁସ୍ଫୁସ୍ର କାର୍ଯ୍ୟକ୍ଷମ ପାଇଁ ସମସ୍ତ ବାୟୁ ପଥକୁ ଖୋଲି ଦେଇଥାଏ। ଯେତେବେଳେ ଏହି ଦ୍ରବ୍ୟ ବାହାରକୁ ଆସିଯାଏ ସେତେବେଳେ ପିଲାର ଫୁସ୍ଫୁସ୍ରେ ବାୟୁର ସଞ୍ଚାର ଠିକ୍ ରୂପରେ ହେବାକୁ ଲାଗେ ଓ ସେ ସାମାନ୍ୟ ରୂପରେ ଶ୍ୱାସ ପ୍ରକ୍ରିୟା ନେବାକୁ ଆରମ୍ଭ କରିଥାଏ। ପୌରାଣିକ କଥା ଅନୁସାରେ ବିଷ୍ଣୁ ପୁରାଣ ଅନୁସାରେ ଯେବେ ବ୍ରହ୍ମା ସୃଷ୍ଟିର ରଚନା କରିବା ପାଇଁ ନିଜ ଭଳି ଏକ ପୁତ୍ର ଉତ୍ପନ୍ନ କରିବା ପାଇଁ ବିଚାର କଲେ ତେବେ ତାଙ୍କ କୋଳରେ ଗୋଟେ ନୀଳ ରଙ୍ଗର ବାଳକ ପ୍ରକଟ ହୋଇଥିଲା। ଏହି ବାଳକ କାନ୍ଦି କାନ୍ଦି ବ୍ରହ୍ମାଙ୍କର କୋଳରେ ଏପଟ ସେପଟ ହେବାକୁ ଲାଗିଲା। ଯେତେବେଳେ ବ୍ରହ୍ମା ଏହାର କାରଣ ପଚାରିଲେ ତେବେ ସେ କହିଲେ, ମୁଁ କିଏ ଓ କେଉଁଠି ଅଛି? ଏହାପରେ ବ୍ରହ୍ମା କହିଲେ, ଜନ୍ମ ହେବା ପରେ ତୁମେ କାନ୍ଦିବା ଆରମ୍ଭ କରିଦେଲ, ଏଥିପାଇଁ ଆଜିଠୁ ତୁମ ନାଁ ରୁଦ୍ର। ରୁଦ୍ର ପୂର୍ବରୁ କୌଣସି ବି ପିଲା କାନ୍ଦିବା ଆରମ୍ଭ କରିନଥିଲେ। ସେବେଠୁ ଜନ୍ମ ହେବା ପରେ ଅନ୍ୟ ପିଲାଙ୍କ ପାଇଁ କାନ୍ଦିବା ଏକ ନିୟମ ଆରମ୍ଭ ହୋଇଗଲା। ଯଦି ଆଜିର ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଏଭଳି ଅନେକ ଇନଫର୍ମେଟିଭ୍ ଭିଡିଓ ଦେଖିବାକୁ ଚାହୁଁଥିଲେ ଆଜି ହିଁ ମୋ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।